ସତୀଶନ ହେବେ କେରଳ ମୁଖ୍ୟମନ୍ତ୍ରୀ। 10 ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି। କେରଳର କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କ କଷା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ନେତା ଭିଡି ସତୀଶନ କେରଳର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। 61 ବର୍ଷୀୟ ସତୀଶନ ଏଥରକୁ ମିଶାଇ ମୋଟ 6 ଥର କେରଳ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 2021ରୁ 2026 ପର୍ଯ୍ୟନ୍ତ ସେ କେରଳ ବିଧାନସଭାର ବିରୋଧୀ ଦଳ ନେତା ରହିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ 3 ଜଣ ଦୌଡ଼ରେ ଥିଲେ। ସତୀଶନଙ୍କ ସହିତ ଲୋକସଭା ସାଂସଦ କେସି ବେଣୁଗୋପାଳ ଓ ଦଳର ବରିଷ୍ଠ ନେତା ରମେଶ ଚେନ୍ନିଥିଲା, ଯିଏ ଏଥର ମଧ୍ୟ ହରିପାଦ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନୂଆଦିଲ୍ଲୀରେ ସତୀଶନଙ୍କ ନାଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ଅବସରରେ କଂଗ୍ରେସ ନେତ୍ରୀ ଦୀପା ଦାସମୁନିସି କହିଥିଲେ, ତିରୁଅନନ୍ତପୁରମରେ ମେ 7 ତାରିଖରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ସେଠାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ବିଧାୟକ ଦଳର ନେତାଙ୍କୁ ବାଛିବେ। ସେହି କ୍ରମରେ ଭିଡି ସତୀଶନଙ୍କୁ କେରଳ କଂଗ୍ରେସର ବିଧାୟକ ଦଳର ନେତା ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି।